ସଂସଦରେ ପାରିତ ହୋଇଛି MMDR 2026 ଆଇନ। ତେବେ ଏହାକୁ ନେଇ ସାରା ଦେଶରେ ତୁମ୍ବି ତୋଫାନ ଆରମ୍ଭ ହୋଇଯାଇଥିବା ବେଳେ ଯେଉଁ ରାଜ୍ୟ ଗୁଡ଼ିକ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ରହିଛି, ଯେମିତିକି ଛତିଶଗଡ଼ କଥା କୁହନ୍ତୁ, ଝାରଖଣ୍ଡ କଥା କୁହନ୍ତୁ, କର୍ଣ୍ଣାଟକ କଥା କୁହନ୍ତୁ, କେରଳ କଥା କୁହନ୍ତୁ କିମ୍ବା ଆମ ରାଜ୍ୟ ଓଡ଼ିଶା କଥା କୁହନ୍ତୁ, ଏଇ ପାଞ୍ଚଟି ରାଜ୍ୟ ବିଶେଷ କରି ଖଣିଜ ସମ୍ପଦରେ ଭରପୁର ହେଇ ରହିଥାଏ। ତେବେ ଏଇ ଆଇନ ବଳରେ ଏଇ ରାଜ୍ୟ ଗୁଡ଼ିକ ନିଜର ରାଜସ୍ୱ ହରାଉଥିବା ବେଳେ ଆଜି ଇଣ୍ଡି ମେଣ୍ଟ ଏହାକୁ ତୀବ୍ର ବିରୋଧ କରିଛି ଏବଂ ସ୍ୱର ଉତ୍ତୋଳନ କରିଛି ଏଇ ରାଜ୍ୟ ଗୁଡ଼ିକର ରାଜସ୍ୱ ବୃଦ୍ଧି ପାଇଁ। ତେବେ ଆମ ସହିତ ବର୍ତ୍ତମାନ ଉପସ୍ଥିତ ଅଛନ୍ତି ଓଡ଼ିଶା PCCର ସୋସିଆଲ ମିଡ଼ିଆ ସଂଗଠନ ଦାୟିତ୍ୱରେ ଯିଏ ରହିଛନ୍ତି ବିଶ୍ୱଜିତ ମହାନ୍ତି। ଆମେ ଆଲୋଚନା କରିବା ତାଙ୍କ ସହିତ କିଭଳି ଭାବେ କଂଗ୍ରେସ ଏହି ପଦକ୍ଷେପ ନେଉଛି, ଏହାକୁ ବିରୋଧ କରୁଛି ଏବଂ ଓଡ଼ିଶାର ରାଜସ୍ୱ ବୃଦ୍ଧି କ୍ଷେତ୍ରରେ ସହାୟକ ହେଉଛି। ଭାଇ ପ୍ରଥମେ ସ୍ୱାଗତ କରୁଛି ଆପଣଙ୍କୁ। ଏଇ ଆଇନକୁ କେଉଁଭଳି ଭାବରେ ଆପଣ ଦେଖୁଛନ୍ତି ଏବଂ ସଂସଦରେ ଯେତେବେଳେ ଆଇନଟି ପାରିତ ହୋଇଥିଲା ତେବେ ଓଡ଼ିଶାର 20 ଜଣ ଲୋକସଭା MP ଏବଂ 4 ଜଣ ରହିଛନ୍ତି ରାଜ୍ୟସଭା MP, ଏହାକୁ କେହି ବିରୋଧ କଲେନି। ଏହାର ରାଜ୍ୟର ସ୍ୱାର୍ଥ ଓଡ଼ିଶା 4.5 କୋଟି ଓଡ଼ିଆଙ୍କର ସ୍ୱାର୍ଥ ଇଏ। এটা তো ଓଡ଼ିଶାର ଇଣ୍ଟରେଷ୍ଟ ମାନ ହ୍ରାସ ପାଇଲା, ତ ଆମେ ବହୁତ ବର୍ଷ ପଛକୁ ପଳେଇ ଗଲୁ। ବଟ୍ ମୋଟାମୋଟି ଦର୍ଶକକୁ ବୁଝେଇବାକୁ ଗଲେ କି ଆମେ 50,000 କୋଟି ଟଙ୍କାର ରେଭିନ୍ୟୁ ପାଉଛୁ ମାଇନିଂରୁ, ରୟାଲ୍ଟି ଆଉ ସବୁ ମିଶେଇକି ଏମଡିଆ ମିଶେଇ ମାସେଇକି। ଆଉ ଏଇଟା ଯଦି ହେଇଥାନ୍ତା ଆଗକୁ ଯାଇକି ଆମେ 12,000 କୋଟି ଟଙ୍କା ଏଥିରେ ଯୋଡ଼ି ହେଇଥାନ୍ତା। ମୁଁ ଖାଲି ଏଇ ପ୍ରତିବାଦ ସହିତ ଆଉ ଗୋଟେ ଜିନିଷ ଏ ସରକାରକୁ ଜଣେଇ ଦେବାକୁ ଚାହୁଁଛି, ଲୋକଙ୍କୁ ଜଣେଇ ଦେବାକୁ ଚାହୁଁଛି, ତାହାଠୁ ଏଇ 50,000 କୋଟିରୁ ଉର୍ଦ୍ଧ୍ୱ ବେଶୀ ବି ଆମେ ପ୍ରାୟ 1,00,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପଇସା ହରଉଛୁ ଇଲିଗାଲ ମାଇନିଂରୁ। ଏଇଟା ନ ଭୁଲି ଯାଆନ୍ତୁ କି ଭାରତ ବର୍ଷର ସବୁଠୁ ବେଶୀ ବଡ଼ ଇଲିଗାଲ ମାଇନିଂ ସା କମିଶନ ବସିଥିଲା, ଯୋଉଥିପାଇଁ ସେଟା ଓଡ଼ିଶାରେ ହେଇଥିଲା। ମାଇନ୍ ଦିଆହେଇଛି ବାଁ ପଟେ, ସେ ଖୋଳିଛନ୍ତି ଡାହାଣ ପଟେ, ସିଏ ଗୋଟେ କଥା। ମାଇନ୍ରୁ 10 ଗୁଣା 25-20 ଗୁଣା ବେଶୀ ସେମାନେ ମାଇନିଂ କରୁଛନ୍ତି, ଏମିତି ବି ଉଦାହରଣ ଥିଲା, ସିଏ ଗୋଟେ କଥା। ସୋ ଇଲିଗାଲ ମାଇନିଂକୁ ଚେକ୍ କରାଯାଉ, ସେଟା ମୋର ଗୋଟେ ସେକେଣ୍ଡ ଦାବି। ଥାର୍ଡ ଦାବି ହେଲା, ଆପଣ ଗ୍ରେଡିଂରେ ଯଦି ଭୁଲ ଭାଲ କରୁଛନ୍ତି ସେଥିରେ ଗୋଟେ ବଡ଼ ଲିକ୍ ହଉଛି ପଇସା ରେଭିନ୍ୟୁର, ବିରାଟ ବଡ଼ ଲିକ୍ ହଉଛି, ସେଟା ହଉଛି ଗ୍ରେଡିଂ ହଉନି। ଯଦି ତଳ ଗ୍ରେଡ୍ କରିଦେବେ ସିଏ ବହୁତ ଜିନିଷ ନେଇକି ପଳେଇ ଯାଉଛନ୍ତି ଯାହାର ଟିକସ ପଡ଼ିବାକୁ ପଡୁନି। ଇଏ ଦ୍ୱିତୀୟ କଥା। ଆଉ ତୃତୀୟ, ମୋ ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ କହିବାକୁ ଚାହିଁବି, ମୋ ପାଣି, ମୋ ପବନ ଆଉ ମୋ ଲୋକଙ୍କ ଖ୍ୟାଲ ନିଆଯାଉ। ସଷ୍ଟେନେବଲ ମାଇନିଂ ହଉ, ଆଗେ ବିସ୍ଥାପିତ କରାଯାଉ, ବିସ୍ଥାପିତ ବ୍ୟବସ୍ଥା କରାଯାଉ, ତାପରେ ମାଇନିଂ ହଉ। ଏଥିରେ ଆପଣ ଯାହା କହିଲେ କି ଓଡ଼ିଶାର ଲୋକମାନଙ୍କର ସ୍ୱାର୍ଥକୁ ଏଥିରେ ଦେଖାଯାଇନି ଏବଂ ନିଜର ପକେଟ ଗରମ କରିବା ପାଇଁ ଡବଲ ଇଞ୍ଜିନ ସରକାର ଯେଉଁଭଳି ଭାବେ ପଦକ୍ଷେପ ନେଇଛି, ଏ 5ଟି ରାଜ୍ୟ ପ୍ରତି ସମ୍ପୂର୍ଣ୍ଣ ଅନ୍ୟାୟ କରାଯାଇଛି। ଦେଖନ୍ତୁ, ଏଇଟା ଗୋଟେ ଟ୍ରେଣ୍ଡ ଦେଖିବାକୁ ପଡିବ। ଆପଣଙ୍କ ଭୋଟ ଚୋରି, ଚନ୍ଦା ଚୋରି, ପେପର ଚୋରି, ଏସବୁ ବୁଝାଏ। ଏଇ ଯୋଉ ପଦକ୍ଷେପ ନିଆଯାଇଛି କାହା ସପକ୍ଷରେ ନିଆଯାଇଛି? ସିମ୍ପଲ ଗୋଟେ ଲାଇନରେ ବୁଝେଇବାକୁ ହେଲେ, ଆଜ୍ଞା ଏଇଟା କର୍ପୋରେଟ ମାନଙ୍କ ସପକ୍ଷରେ ନିଆଯାଇଛି। ଆମେ ଦାବି କଣ କରୁଛୁ, ତାର ଉଲ୍ଟାଟା ଆମେ କରୁଛୁ କି ଏଇଟା ମର୍ଚେଣ୍ଟ ଛୋଟ ମାଇନ୍ ଓନରକୁ ବି ଦିଆଯାଉ। ଓଡ଼ିଶାରେ କେହି ପାଇନାହାନ୍ତି ମାଇନ୍, ସବୁ ସେ ବଡ଼ ମାଇନ୍ ବାଲା ପାଉଛନ୍ତି। ଦେଖନ୍ତୁ, ଗୋଟେ ବଡ଼ ମାଇନ୍ ବାଲା ଯଦି ଗୋଟେ ମାଇନିଂରୁ ଷ୍ଟିଲ୍ ପ୍ଲାଣ୍ଟ ଭିତରେ ଯଦି ଷ୍ଟିଲଟା ନେଇଗଲା, କେହି ଜାଣିପାରିବେନି କେତେ ମାଇନ୍ସ ନେଲା, କେତେ ମିନେରାଲ୍ସ ନେଲା। ତ ମୁଁ କଣ କହୁଛି, ଯେମିତି ଇଣ୍ଡୋନେସିଆରେ ହଉ କି ମାଲେସିଆରେ ହଉ କି ବହୁତ ଦେଶରେ, ପୃଥିବୀ ଜାଗାରେ ବହୁତ ଦେଶରେ ମର୍ଚେଣ୍ଟ ମାଇନିଂ ମାଇନର୍ସ, ତାମାନେ ତାଙ୍କର ଆଉ ଷ୍ଟିଲ୍ ପ୍ଲାଣ୍ଟ ନଥିବ, ସେମିତି ବି ରହିବା ଦରକାର। ତାହେଲେ IBM ଯେ ପ୍ରାଇସ୍ କଣ୍ଟ୍ରୋଲ କରୁଛି, ସେ ଠିକ୍ ପ୍ରାଇସ୍ କଣ୍ଟ୍ରୋଲ କରିପାରିବ। ଯେ ସମସ୍ତେ ତାଙ୍କ ନିଜର ଖୋଳିକି ନିଜର ୟୁଜ୍ କରିବେ, ଦେଖିବେ ଆପଣ ସଷ୍ଟେନେବଲ 5-10 ବର୍ଷ ଭିତରେ ପ୍ରାଇସ୍ ବି ଖସି ଯାଇଥିବ, ପ୍ରାୟ ଆଉ ରେଭିନ୍ୟୁ ଆଉ ବି ପାଇବନି ସରକାର। ଆଜି ଏନଡି ମେଣ୍ଟ ସମ୍ପୂର୍ଣ୍ଣ ଭାବେ ସ୍ୱର ଉତ୍ତୋଳନ କରିଛି ଏହି ଖଣିଜ ଆଇନକୁ ବିରୋଧ କରି ଏଠି ବୈଠକ କରିଥିଲେ ଏବଂ ଏହାକୁ ପ୍ରତିରୋଧ କରିବା ପାଇଁ ଯେଉଁଭଳି ଭାବେ ଆଲୋଚନା କରିଥିଲେ, ଆପଣଙ୍କ ସହିତ CPI ମଧ୍ୟ ଯୋଗ ଦେଇଥିଲା ଏବଂ କ'ଣ ଆଲୋଚନା ହେଲା ଏବଂ ଆଗାମୀ ପଦକ୍ଷେପ କ'ଣ ରହିବ? ମୁଁ ଗର୍ବିତ କଟକିଆ। ଆଉ କଟକରେ କୋଉଠି ନା କୋଉଠି ସେ ଯୋଉ ସୁଭାଷ ଚନ୍ଦ୍ର ବୋଷଙ୍କର ସ୍ପିରିଟଟା ଅଛି, ଆଉ ସ୍ପିରିଟରେ ଆମେ ବହୁତ ଜିନିଷ ଆଗୁଆ କହିପାରୁ। ଏ ସହରରେ ଏକ ସହର ଫାସିଲିଟେଟ୍ କରେ, ଚାହା ଦୋକାନରୁ ରାସ୍ତା ଯାଏ, ଯୋଉଠି ଆମେ ସ୍ୱରଟା ଉତ୍ତୋଳନ କରିପାରିବୁ। ଆପଣଙ୍କ ଭଳିଆ ଭାଇ ଯୋଉ ମିଡିଆ ଅଛି, ଯିଏ ଆସି ଆମକୁ ସହଯୋଗ କରୁଛେ କଥାକୁ ଦିପାଦ ଆଗକୁ ବଢେଇବା ପାଇଁ, ଏଇଟା ସବୁ ସହରରେ ସମ୍ଭବ ନୁହେଁ। ତ ମୁଁ ଆଗେ ଗର୍ବିତ କଟକିଆ, 1। 2 ହେଲା, ଆମେ କ'ଣ କହୁଛୁ, ଆମେ ଇଣ୍ଡିଆ ଆଲାଏନ୍ସରେ ଯୋଉମାନେ ଅଛନ୍ତି, ଯୋଉ 9ଟା ପାର୍ଟି, ସେମାନେ ଅତୀତରେ ବି ଆମେ ଗୋଟେ SCB କେସ୍ରେ ଆସିଥିଲୁ, ଆଉ ବହୁତ ବଢିଆ ସଭା ସମିତି ହେଇପାରିଥିଲା। ଭୁବନେଶ୍ୱରରେ ଗୋଟେ କରିଥିଲୁ, ବହୁତ ବଢିଆ ହେଇଥିଲା। ଆଉ ତା ସବୁ ଏକ ହେବା ହେତୁ ଲୋକଙ୍କ ପାଖରେ ଆମେ ଗ୍ରହଣୀୟ ବେଶୀ ହଉଛୁ, ଆମ ମେସେଜ ଭଲ ପହଞ୍ଚି ପାରୁଛି। ଆଇ ଏମ୍ ଭେରି କନଫିଡେଣ୍ଟ କି ଯୋଉ ଏକାଠି ହଉଛୁ ଆମେ MDR ଆକ୍ଟ ଏଗେନଷ୍ଟରେ, ଇଏ ବି ଗୋଟେ ମାନେ ଗୋଟେ ନିର୍ଣ୍ଣାୟକ ମୋଡରେ ନେଇକି ଛାଡ଼ିବୁ।
कौन वर्तमान निष्कर्ष बाहर आपण मानकर जो बैठक आमे एक अच्छु रहिबु आ आगु को एक स्वर एक ताल रे आमे सरकार को विरोध करिबु आ कॉन्स्टिट्यूशनल अमेंडमेंट हबा दबु नै एब्सोल्यूट मेजोरिटी हबा दबु नै आ कथा लोकों पाखे नै जो जनता दरबार रे पहुंचेबु कि सरकार केमिति मनीष मरा ओडिया मरा ओडिशा मरा कार्यक्रम करूछि पदक्षेप आमे दीटा पदक्षेप अच्छे 25 तारिख रे आमे गोटे प्रतिवाद सभा करूछु कटक रे कोषपुतलिका दाह सहित आ 9 सेप्टेम्बर रे आमे भुवनेश्वर देखा होछु सब दल मान देखा होचंती गोटे निष्पत्ति करी गोटे रोड मैप बनेया बद्रीनारायण दास संपादक सीपीएम कटक जिला सेमाने भारतीय जनता पार्टी रो एमपी माने पार्लियामेंट रे जो विरोध करना एटा तांकर से दलर दल पे काम कले किंतु ओडिशा माटी पे काम कलेनी लोक भोट देले ओडिशावासी ओडिशार सबुठ बेसी एमपी जाइतिले ओडिशावासी आशा करथिले जे भले ओडिशा विरोधी आईनटा पार्लियामेंट में पास होबनी किंतु समाने नीरव रहिले तार उत्तर ओडिशावासी देबे प्रश्न होची जे 1957 मसिया रे जो खणी आईन हेतिला ताकू एतले माननीय सुप्रीम कोर्ट 2024 मसिया रे बदलै गिरी राज्यवान को अधिकार देले सेतेले को राज्य रे बीजेपी क्षमता को आसी जाइछि जून मास रे तनो करी से जो क्षमता आसला परे बीजेपी से आईनटा कार्यकारी करथिले एई समय भितर आम राज्य पाखापाखि 50,000 कोटी पाई सारी था एवं झारखंड से समय भितर 27,000 कोटी पाई सारी एवं प्रति वर्ष से पाइबा जो योजना करता और 15,000 कोटी पाई था आम आसंता वर्ष 15 पाई था प्रति वर्ष 7,000 कोटी पाई था किंतु एमाने जो केंद्र सरकार अद्भुत भाव गोटे आईन पास कले जे राज्य हाथ में जमी जो जमी तले माटी खणी रहा से क्षमता राज्यर नुह एक भाया विचित्र आईन माने राज्य जमी देले नेशनालाइज हम राज्य जमी देले नेशनालाइज हम कि राज्यर जमी देले खणी हेनी केंद्र जमी दब खणी दब ये विचित्र आईन जो पास कर विरुद्ध में ओडिशार स्वार्थ केवल नुह यहाँ गोटे संवैधानिक विधि व्यवस्थार टोटाल विरुद्धाचरण करुच्ची फेडराल स्ट्रक्चर संघीय व्यवस्थार विरुद्धाचरण करुच्ची तेणु ता विरुद्ध में सारा भारत वर्ष में प्रतिक्रिया प्रकाश पाई से अनुसार ओडिशार प्रतिक्रिया प्रकाश पाई ओडिशार इंडिया गठबंधन तरफ प्रतिवाद करा 25 तारिख प्रतिरोध दिवस एवं 9 तारिख कन्वेंशन तापर अर्थनैतिक अवरोध तापर ओडिशा बंद पर्यंत जीव एवं या ओडिशार प्रत्याहार नहला पर्यंत इंडिया गठबंधन ए काम को आगे लड़े के आगे नौ डबल इंजिन हो डबल धक्का यहाँ लोक बुझी सारी सब कथार आप 300 यूनिट बिजुली कथा कहतु कि आपंकर 3,000 टका भत्ता कथा कहतु टोटाल खाली मिछ कहीं क्षमता आशावासी बुझुंट और आस्ते आस्ते लोक त्राई त्राई डाकुंट फूल को भोट दे कि भूल कले सब तलू उपर जा लोक अनुभव कर हाँ बीजेपी संपूर्ण भाव में संविधान विरोधी गरीब विरोधी माने नागरिक अधिकार विरोधी संविधान पूर्व जो व्यवस्था थिला से व्यवस्थार समर्थक माने राजा राजुड़ा और संवैधानिक विधि व्यवस्था पूर्व जो व्यवस्था थिला से व्यवस्थार समर्थक तेणु संविधान जो कहूँ जहाँ कहूँ से काटिया बस खाद्य वस्त्र शिक्षा बासगृह राज्य अधिकार फेडराल स्ट्रक्चर सब सर भांगिया बस कारण से संविधान विरोध से आरंभ संविधान विरोध कर संविधान या विरोध करते प्रदीप्त कुमार दास सभापति कटक जिला कांग्रेस कमिटी अरे बाहापिया विजय सरकार आपण मन जानना बाहापिया कर विजय मास्टर तार सब मिछ मिछ कही मिछ कथा को सत करदेला एणु बीजेपी सरकार बाहापिया सरकार ये खणी आईनी ओडिशार राजकोष को संपूर्ण ध्वंस करदब कहीं आउ खनिज संपदर जो राजकोष पैसा आसीपर ना आम ओडिशार मुख्यमंत्री किसी करूना किंतु कर्णाटक मुख्यमंत्री एवं गोवा मुख्यमंत्री केरल मुख्यमंत्री कोर्ट को कहीं गले कोर्ट को जाई जो राज्य स्वार्थ विरोधी फेडरल स्ट्रक्चर रे जो केंद्र और राज्य मध्य समन्वय रहा कथा से रखा प्रस्तुत नुहति किभली बेले शिल्पपति अधिकार अधिक पैसा रोजगार करेंगे एवं राज्यर कुआड़े राज्यर अवस्था कुआड़े जाऊ जाऊ तांकर किसी मतलब नहीं शिल्पपति बड़लोक हेबे एवं खणी पैसा लूट करी माने ये तो ओडिशा रू पळेबे लूट करी 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 ओडिशा रू पळेबे जे मोदी भारत छाड़ी पळेबो आसंता आज आम प्रिपेरेटरी मीटिंग कलु 25 तारिख न जिलापाल ऑफिस आगे 25-26 एमपी अच्छा बीजेपी ओडिशा रे
20ଟା ଲୋକସଭା ଏବଂ 5ଟା ରାଜ୍ୟସଭା ତାଙ୍କୁ ଆମେ ତୀବ୍ର ବିରୋଧ କରିବୁ ଏବଂ ତାଙ୍କର କୁଶପୁତଳା ଦାହ କଲେକ୍ଟର ଅଫିସ ଆଗରେ ଆସନ୍ତା 25 ତାରିଖ ଦିନ ହେବ ଏବଂ ଆସନ୍ତା ସେପ୍ଟେମ୍ବର 9 ତାରିଖ ଦିନ କନଭେନସନ ହେବ। କନଭେନସନ ହେଇ ଭୁବନେଶ୍ୱରରେ ହେବ ରାଜ୍ୟସ୍ତରୀୟ କନଭେନସନ ପ୍ଲସ୍ ଆପଣଙ୍କର ଅର୍ଥନୈତିକ ଅବରୋଧ ଖଣି ଅଞ୍ଚଳରେ ଆମେ ମିଳିତ ଭାବରେ ଅର୍ଥନୈତିକ ଅବରୋଧ କରିବୁ। ଦେଖୁଥିଲେ ଯେଉଁଭଳି ଭାବେ କଂଗ୍ରେସ ଏବଂ ସିପିଆଇ ର ବିଭିନ୍ନ ନେତାମାନେ ଆମ ସହିତ ଥିଲେ ଏବଂ ପ୍ରତିକ୍ରିୟା ରଖିଥିଲେ କି ଆସନ୍ତା 25 ତାରିଖରେ ପ୍ରତିରୋଧ ଦିବସ ପାଳନ କରିବ ଏନ୍ଡି ମେଣ୍ଟ ଏବଂ ଯେଉଁ ଏମ୍ପି ମାନେ ରହିଛନ୍ତି ରାଜ୍ୟସଭା ଏବଂ ଲୋକସଭାରେ ସେ ସମସ୍ତଙ୍କର ମିଳିତ ଭାବେ କୁଶପୁତଳିକା ଦାହ କରାଯିବ ଏହି ଓଡ଼ିଶାର ସ୍ୱାର୍ଥ ପାଇଁ ଏହି MMDR ଆଇନକୁ ବିରୋଧ କରି। ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ଏହି MMDR ଆଇନ କ'ଣ ରେକ୍ଟିଫାଏ ହେଉଛି ବା ଏଥିରେ କିଛି ପରିବର୍ତ୍ତନ କରାଯାଉଛି ନା ଓଡ଼ିଶାର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏନ୍ଡି ମେଣ୍ଟ ବା ଯେଉଁ ବିରୋଧୀ ଦଳ ପ୍ରମୁଖ ବିରୋଧୀ ଦଳ ରାଜ୍ୟରେ ରହିଛି ବିଜୁ ଜନତା ଦଳ କ'ଣ ଆଗାମୀ ଦିନରେ ସମସ୍ତ ଦଳ ମିଶିକି କେଉଁ ପ୍ରକାର ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତ ନଜର ରହିବ। କଟକରୁ ଜୟଦେବ ପାଣିକ ରିପୋର୍ଟ, ରିପୋର୍ଟର୍ସ ଟୁଡେ।